ଶାଗ ଭଜା ଆଜି ଦେଖେଇବି। ଏଇ ସବୁ ବାଡ଼ିରେ ହେଇଥିଲା ଗଜରି କଳମ ସବୁ ତୋଳା ହେଇକି ଆସିଛି। ଦେଖନ୍ତୁ ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି କଳମ ଶାଗ ଭଜା ଆଜି ଆପଣଙ୍କ ସହିତ ସେୟାର କରିବି। କଳମ ଶାଗ ଏଇ ବାଡ଼ିରେ ସବୁ ହେଇଥିଲା ଗଜରି କଳମ। ଏବେ ଦେଖନ୍ତୁ ଶାଗ କାଟି ଦେଇଛି, କାଟିଦେଲା ପରେ ଏବେ ଶାଗ ପକେଇବା। ତାପରେ ଟିକେ ଲୁଣ ପକେଇବା, ଅଳ୍ପ ଲୁଣ ଦେବା, ଅଳ୍ପ ଶାଗ ଅଳ୍ପ ଲୁଣ ଦେବା। ତାପରେ ନଉଟେଇ ଦେବା। ତାପରେ ତାକୁ ଟିକେ ଢାଙ୍କିଦେବା। ଢାଙ୍କିଦେଲା ପରେ ମୁଁ ଏଠି ଶାଗ ବଘାରିବା ପାଇଁ ନେଇଛି ଗୋଟେ ବଡ଼ ସାଇଜ ରସୁଣ, ତାପରେ ଏଠି ନେଇଛି ଜିରା, ସୋରିଷ, 2ଟା ଲଙ୍କା। ଫୁଟଣ ଫୁଟେଇବାନି, ପିତା ଲାଗିବ। ମେଥି ଅଛି, ତ ଏଇଆ ସବୁ ଆମେ ଫୁଟେଇବା। ୟା ପରେ ମୁଁ ଦେଖୁଛି। ହେଇଗଲା ପରେ ଏତିକି କାଢ଼ି ଦେଇଛି। ତାପରେ ଏଠି ରସୁଣ ଛେଚିଦେବା। ତାପରେ ଆମେ ପକେଇବା ଏଠାରେ କଢ଼େଇ ବସିଛି। ଏବେ ପକେଇବା ସୋରିଷ ତେଲ। ସୋରିଷ ତେଲ ଦେଇଦେବା। ତାପରେ ଦେଇଦେବା 2ଟା ଶୁଖିଲା ଲଙ୍କା, ତାପରେ ଫୁଟଣ ଆଉ ଜିରା, ତାପରେ ବି ଛେଚିକି ରଖିଥିବା ରସୁଣ, ରସୁଣ ଟିକେ ବେଶୀ ଲାଲ କରିବେନି, ବେଶୀ ଇଏ ଲାଗିବ। ଟିକେ ଖାଲି ବ୍ରାଉନ୍ କଲର୍ ହେଇ ଆସିଲେ ତାପରେ ଆମେ ପକେଇଦେବା ଶାଗ। ଆଉ ଟିକେ ହେଇ ଆସିବ, ବ୍ରାଉନ୍ କଲର୍ ହେଇ ଆସିଲା ପରେ ଏବେ ପକେଇଦେବା ଶାଗ। ଆମର ହେଇଯାଇଛି ଶାଗ ଭଜା, କଳମ ଶାଗ ଭଜା। ଶାଗ ଭଜା ଆଜି ଦେଖେଇବି। ଏଇ ସବୁ ବାଡ଼ିରେ ହେଇଥିଲା ଗଜରି କଳମ ସବୁ ତୋଳା ହେଇକି ଆସିଛି। ଦେଖନ୍ତୁ ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି କଳମ ଶାଗ ଭଜା ଆଜି ଆପଣଙ୍କ ସହିତ ସେୟାର କରିବି। କଳମ ଶାଗ ଏଇ ବାଡ଼ିରେ ସବୁ ହେଇଥିଲା ଗଜରି କଳମ। ଏବେ ଦେଖନ୍ତୁ ଶାଗ କାଟି ଦେଇଛି, କାଟିଦେଲା ପରେ ଏବେ ଶାଗ ପକେଇବା। ତାପରେ ଟିକେ ଲୁଣ ପକେଇବା, ଅଳ୍ପ ଲୁଣ ଦେବା, ଅଳ୍ପ ଶାଗ ଅଳ୍ପ ଲୁଣ ଦେବା। ତାପରେ ନଉଟେଇ ଦେବା। ତାପରେ ତାକୁ ଟିକେ ଢାଙ୍କିଦେବା। ଢାଙ୍କିଦେଲା ପରେ ମୁଁ ଏଠି ଶାଗ ବଘାରିବା ପାଇଁ ନେଇଛି ଗୋଟେ ବଡ଼ ସାଇଜ ରସୁଣ, ତାପରେ ଏଠି ନେଇଛି ଜିରା, ସୋରିଷ, 2ଟା ଲଙ୍କା। ଫୁଟଣ ଫୁଟେଇବାନି, ପିତା ଲାଗିବ। ମେଥି ଅଛି, ତ ଏଇଆ ସବୁ ଆମେ ଫୁଟେଇବା। ୟା ପରେ ମୁଁ ଦେଖୁଛି। ହେଇଗଲା ପରେ ଏତିକି କାଢ଼ି ଦେଇଛି। ତାପରେ ଏଠି ରସୁଣ ଛେଚିଦେବା। ତାପରେ ଆମେ ପକେଇବା ଏଠାରେ କଢ଼େଇ ବସିଛି। ଏବେ ପକେଇବା ସୋରିଷ ତେଲ। ସୋରିଷ ତେଲ ଦେଇଦେବା। ତାପରେ ଦେଇଦେବା 2ଟା ଶୁଖିଲା ଲଙ୍କା, ତାପରେ ଫୁଟଣ ଆଉ ଜିରା, ତାପରେ ବି ଛେଚିକି ରଖିଥିବା ରସୁଣ, ରସୁଣ ଟିକେ ବେଶୀ ଲାଲ କରିବେନି, ବେଶୀ ଇଏ ଲାଗିବ। ଟିକେ ଖାଲି ବ୍ରାଉନ୍ କଲର୍ ହେଇ ଆସିଲେ ତାପରେ ଆମେ ପକେଇଦେବା ଶାଗ। ଆଉ ଟିକେ ହେଇ ଆସିବ, ବ୍ରାଉନ୍ କଲର୍ ହେଇ ଆସିଲା ପରେ ଏବେ ପକେଇଦେବା ଶାଗ। ଆମର ହେଇଯାଇଛି ଶାଗ ଭଜା, କଳମ ଶାଗ ଭଜା। ଶାଗ ହେଇଗଲା। ମୁଁ ଶାଗକୁ ଏବେ କାଢ଼ିଦେଲି, କାଢ଼ି ଦେଇ ଢାଙ୍କି ଧୁଙ୍କି ଦେଇଛି। ଏବେ ଶାଗ ବାଢ଼ିବା। କେମିତି ଲାଗିଛି ପଖାଳ ଭାତ ସାଙ୍ଗରେ ଶାଗ ଭଜା, କଳମ ଶାଗ ସାଙ୍ଗକୁ ପଖାଳ
ତା ସାଙ୍ଗକୁ କାକୁଡ଼ି, ତା ସାଙ୍ଗକୁ ବଢ଼ି ଚୁରା ହେବ, ପଖାଳ ଭାତ ଖିଆ ହେବ। ଲଙ୍କା ଟିକେ ବାଛିକି ନେବା, ପଖାଳ ଭାତରେ ଲଙ୍କା ଭଜା। ଏବେ ଖାଇବା କେମିତି ଲାଗୁଛି